ଆଜି ମାଟିଏ କାନ୍ଦି କାନ୍ଦି ଗଡ଼ି ଯାଉଛି। ନିଜ ପୁଅକୁ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କରିଛି ବୋଲି ନିଜକୁ ଧିକ୍କାର ମନେ କରୁଛି, ଆଉ ତା ଭାଗ୍ୟକୁ ନିନ୍ଦୁଛି। ବାପା ମା ପୁଅଟେ ହେଲେ ବହୁ ଖୁସି ହୋଇଥାନ୍ତି, କାହିଁକି ନା ତାଙ୍କ ବୃଦ୍ଧ ସମୟରେ ଟିକେ ସାହାରା ମିଳିବ ବୋଲି। କିନ୍ତୁ ଆଜି ସେ ପୁଅ ରାକ୍ଷସ ପାଲଟି ଯାଇଛି। ମାର ମଥାରୁ ସବୁଦିନ ପାଇଁ ସିନ୍ଦୁର ଲିଭାଇ ଦେଇ ବିଧବା ସଜେଇ ଦେଇଛି। ସାମାନ୍ୟ କିଛିଟା ଟଙ୍କା ପାଇଁ ବାପାକୁ କାଠ ଫେଳିଆରେ ପିଟି ମାରି ଦେଇଛି। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବଂଶପଣି ଅଞ୍ଚଳରେ। ପୁଅ ବିକାଶ ସେଠି ରାତି ପାହିଲେ ମଦ ପିଏ। ବୃଦ୍ଧ ମା ବାପା ଠାରୁ ଧମକ ଚମକ କରି ପଇସା ନିଏ। ମଦ ପିଇ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରେ। ସବୁଦିନ ପରି ସେଦିନ ମଧ୍ୟ ବିକାଶ ବାପାଙ୍କ ଠାରୁ ପଇସା ମାଗିଥିଲା। ବାପାଙ୍କ ପାଖରେ ପଇସା ନଥାଏ, କୋଉଠୁ ଆଣି ଦେବି ବୋଲି କହିବାରୁ ପୁଅ ଝଗଡ଼ା କରିଥିଲା। ଝଗଡ଼ା ବଢ଼ିବାକୁ ଲାଗିଥିଲା। ପୁଅ ରାଗି ଯାଇ ପାଖରେ ପଡ଼ିଥିବା କାଠ ଫାଳିଆରେ